ଭଲ ଲାଗୁଛି? ମୁଣ୍ଡ ଭଲ ଲାଗୁଛି। କାହିଁକି ଭଲ ଲାଗୁଛି? ରାଗ ଚକୁଡୁଛି। ତାହେଲେ ତ ସେ ଖାଲି ରାଗ ବାସ୍ନା ହେଉଥିବ ନା? ହଁ ରାଗ ବାସ୍ନା ହେଉଛି। ତତେ ଖରାପ ଲାଗେ ମୋତେ ଭଲ ଲାଗେ ଆଉ। ମାନେ କେତେ ଖରାପ କାମ କରୁଛନ୍ତି ଦେଖନ୍ତୁ। ସୋମବାରରେ ଚିକେନ ବିରିୟାନୀ ଆଣି ଖାଉଛନ୍ତି, ଏତେ ସାହସ ତାଙ୍କର। ମୋର ତ କିଛି ବାର ଫାର ନଥାଏ। ତୁ ଯେଉଁ ବାର ନ ଖାଉ ସେ ବାର ଖାଇବନି ନା ଆଉ। ହଁ ତ ମୁଁ ଆଜି ଖାଇଲିନି, ତମେ କାହିଁ ଖାଇଲ? କି କଥା, ତୁ ତ ଖାଇବୁନି। ତୁ ସେଥିପାଇଁ କେକ୍ ମାଦେ ପିଇଲୁ। ତୋ କାମ ତ ଛାଡ଼ିଦେଲୁ। ପୁଣି ମୁଁ ତ ଖାଇବିନି, ମୁଁ କ'ଣ ଅସୁବିଧା ଅଛି ନନଭେଜ୍ ଖାଇଲେ? ବାରଟା ମୁଁ ତୋ ପାଇଁ କରେ। ଆଚ୍ଛା ମୋର ବାର ଫାର କିଛି ନାହିଁ। ଦେଖନ୍ତୁ ମାନେ କେତେ ଭଲ ପାଉଛନ୍ତି। ମୋ ପାଇଁକି ବାର କରନ୍ତି। ଖାଇବୁନି? ସେଇଟା ମୋତେ ମାନେ ଅବାରରେ ମୋତେ ମାନେ ଦେଖିଲେ ବି ସେଇଟା ମୋତେ ଫରକ ପଡ଼େନି। ଆଇ ଡୋଣ୍ଟ ଲାଇକ୍ ଦିସ୍। ବୁଝିପାରିଲ ମୋର ବଳୁନି। ନା? ଆମେ ଯାଇଥିଲୁ ଚିତ୍ରାଳୟ ସବୁ ପିଲାଙ୍କର ଡ୍ରେସ୍ ଆଣିବାକୁ। ଅଲରେଡ଼ି ଆସୁ ଆସୁକା 2:45 ହେଇଗଲାଣି। ମୁଣ୍ଡ 40ଟା 50ଟା ଭଳିଆ ଡ୍ରେସ୍ ଆଣିଲି। ଡ୍ରେସ୍ ଏତକ ଆଣିଲା ବେଳକୁ ଖରାରେ ମେନ୍ ଯାଇକି ଆସିଲା ବେଳକୁ ପୁରା କଲର୍ ଚେଞ୍ଜ। ହଁ ତ ମୋ ଧନକୁ ଦେଖିଲ କେତେ ଗୋରା ଥିଲେ, ମାନେ ଟିପ ଦଉ ଦଉକା ନାଲି ପଡ଼ିଯାଉଥିଲା। ଏମିତି ହବ, କେତେ କଳା ପଡ଼ିଯାଇଛନ୍ତି। ଖରାରେ ପୁଣି ଯାଇକି ଆଉ ଖାଇବାକୁ ଟାଇମ୍ ହେଲାନି। ସିଏ ତାଙ୍କର ଦାବି ଦେଉଛନ୍ତି, ମୁଁ ତାଙ୍କୁ ଚାଲ ପଳେଇବା, ଇଭିନିଂରେ ଆସିଲେ ଖାଇଥାନ୍ତେ କ'ଣ। ନାଇଁ ମୋର ଭୋକ ଲାଗୁଥିଲା, ମୁଁ ଖାଇବା ନିହାତି ଦରକାର ଥିଲା। କେତେ ରାକ୍ଷସ ଭାବନ୍ତୁ। ମାନେ ମୁଁ ତାଙ୍କୁ ବିନା 4 ଦିନ ନ ଖାଇକି ରହିପାରୁଛି, ସିଏ ମାନେ ଅଧଘଣ୍ଟା ରହିପାରିଲେନି, ଖାଇଦେଲେ। ତାମାନେ ମୋର ଆଉ ଟେନସନ୍ ନାହିଁ। ମୁଁ ମଲା ପରେ ବି ତୁମେ ଆରାମସରେ ଖାଇପାରିବ ବିନ୍ଦାସରେ। ଦୁନିଆରେ କୋଉ ଲୋକର ସ୍ତ୍ରୀ ମଲା ପରେ ନ ଖାଇକି ରହିଛି କ'ଣ ଦରକାର ଅଛି କହୁନୁ? ସେଇଟା ବି ଗୋଟେ କଥା। ମୁଁ ସିନା ଖାଇବି ରହିଲେ ମୋ ପୁଅ କଥା ବୁଝିବା, ଆମ ପୁଅ କଥା ବୁଝିବା, ଆମର ଏତେ କାମ ବୁଝିବା ବୁଝିବା। ତୁ ତ ନ ଖାଇବା ତ କହିବୁ, ମୁଁ ଖାଇବି ତାପରେ ଚୁପଡ଼। ତମେ ବା 2 ମିନିଟ୍ ନ ଖାଇଲେ ରହିବନି ନା? ଭୋକ ହେଲା। ମାନେ ରାଗ ଥିଲେ ବି ଖାଇଯାଉଛନ୍ତି। ରାଗଟା ରହିଯାଇଛି ଅତି ବେଶୀ 1 ଦିନ, ମୁଁ ରହିପାରିବିନି ତାପରେ। ନହେଲେ ନାହିଁ।